15 ଅଗଷ୍ଟ ସ୍ୱାଧୀନତା ଦିବସ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ନେଇ ଆସିଛି ଆଜି ଏକ ଭାଷଣ। ଚାଲନ୍ତୁ ପଢ଼ିବା। ମାନ୍ୟବର ଅଧ୍ୟକ୍ଷ ଓ ମହୋଦୟ, ସମ୍ମାନିତ ଅଧ୍ୟାପକ ଓ ଅଧ୍ୟାପକବୃନ୍ଦ ଏବଂ ମୋର ପ୍ରିୟ ସାଥୀମାନେ, ଆପଣମାନଙ୍କୁ ମୋର ଶୁଭେଚ୍ଛା ଓ ନମସ୍କାର। ଆଜି ଆମେ ଏଠାରେ ଆମ ଦେଶର 80ତମ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ଏକତ୍ରିତ ହୋଇଛୁ। ଅଗଷ୍ଟ 15 ଆମ ପାଇଁ କେବଳ ଏକ ଜାତୀୟ ପର୍ବ ନୁହେଁ, ଏହା ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗ, ସାହସ ଓ ବଳିଦାନକୁ ସ୍ମରଣ କରିବାର ଏକ ପବିତ୍ର ଦିନ। 1947 ମସିହା ଅଗଷ୍ଟ 15 ତାରିଖରେ ଭାରତ ବ୍ରିଟିଶ ଶାସନରୁ ସ୍ୱାଧୀନତା ଲାଭ କରିଥିଲା। ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଜଗତ ସିଂହ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗ ଆମକୁ ଆଜିର ସ୍ୱାଧୀନତା ଭାରତ ଦେଇଛି। ପ୍ରିୟ ସାଥୀମାନେ, ଆମେ ଆଜି ସ୍ୱାଧୀନତା, କିନ୍ତୁ ସ୍ୱାଧୀନତାର ଅର୍ଥ କେବଳ ନିଜ ଇଚ୍ଛାରେ ବଞ୍ଚିବା ନୁହେଁ। ଜଣେ ଦାୟିତ୍ୱବାନ ନାଗରିକ ଭାବେ ଦେଶ ପ୍ରତି ଆମର ମଧ୍ୟ କିଛି କର୍ତ୍ତବ୍ୟ ରହିଛି। ବିଶେଷ କରି ଆମ କଲେଜ ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ। ଆମର ଶିକ୍ଷା, ଚିନ୍ତାଧାରା, ଚରିତ୍ର ଓ କର୍ମ ଆଗାମୀ ଭାରତକୁ ଗଢ଼ିବ। ତେଣୁ ଆମେ ନିଜ ଜୀବନର ସତ୍ୟ, ଶୃଙ୍ଖଳା, ପରିଶ୍ରମ ଓ ଦେଶପ୍ରେମକୁ ଗୁରୁତ୍ୱ ଦେବା ଆବଶ୍ୟକ। ଆସନ୍ତୁ ଏହି ସ୍ୱାଧୀନତା ଦିବସରେ ଆମେ ଶପଥ ନେବା, ଦେଶର ଏକତା ଓ ଅଖଣ୍ଡତାକୁ ସମ୍ମାନ କରିବା, ଦେଶର ଆଇନକୁ ପାଳନ କରିବା ଏବଂ ନିଜ କର୍ମ ମାଧ୍ୟମରେ ଭାରତକୁ ଆହୁରି ଶକ୍ତିଶାଳୀ ଓ ସମୃଦ୍ଧ କରିବା। ଜୟ ହିନ୍ଦ, ବନ୍ଦେ ମାତରମ୍।